ମୋ ନାଁ ଶଙ୍କର ଭୋଇ। ଦଲ ସମାଜର ବାର୍ଷିକ ଉତ୍ସବ ଚୈତ୍ର ମହୋତ୍ସବ ପାଳନ କରୁଛୁ। ଆଉ ଆଜିର ମହୋତ୍ସବରେ ଆମର ଗଣମାଧ୍ୟମ ଆସିଥିବାରୁ ଅନେକ ଅନେକ ଧନ୍ୟବାଦ ଆଉ ଅଶେଷ ଅଭିନନ୍ଦନ। ଏଇଟା ଆମର ଦଲ ସମାଜ ଆମର ପଶ୍ଚିମ ଓଡ଼ିଶାର ପ୍ରାୟ ଆମର ସମ୍ବଲପୁର ଡିଷ୍ଟ୍ରିକ୍ଟର ସବୁ ସମାଜ ଭାଇମାନେ ଆସିଛନ୍। ଏଟାର ଉଦ୍ଦେଶ୍ୟ ହେଉଛି ଯେ ବର୍ଷକ ଆମର ମାଆଙ୍କର ପୂଜା ଅର୍ଚ୍ଚନା ସାଙ୍ଗେ ସାଙ୍ଗେ ଆମର ଗଣଚେତନା ସମାଜ ସଚେତନା ବାର୍ତ୍ତାରେ ଗୋଟେ ଆମେ ସଭା ଆୟୋଜନ କରସୁଁ। ସେ ମାଧ୍ୟମରେ ଏହି ସଭା ଆୟୋଜନ କରାଯାଇଛି। ପଶ୍ଚିମ ଓଡ଼ିଶା ସମ୍ବଲପୁର ଡିଷ୍ଟ୍ରିକ୍ଟ ଆମେ ପ୍ରାୟତଃ କଭର କରିଛୁ। ଆଉ ସମ୍ବଲପୁର ଡିଷ୍ଟ୍ରିକ୍ଟ ସାଙ୍ଗେ ସାଙ୍ଗେ ଆମର ଛତିଶଗଡ଼ ଆଉ ଝାରସୁଗୁଡ଼ା ଅଞ୍ଚଳ ବୋଲି ଆମର ବି ତାଙ୍କୁ ନିମନ୍ତ୍ରଣ କରାଏ। ଆମର ମୂଳ ଉଦ୍ଦେଶ୍ୟ ହେଉଛି ସମାଜକେ କେମିତିକି ଏକତ୍ରୀକରଣ କରିକିରି ଆମର ସମାଜର ଉତ୍ଥାନ କରବାର ଆମର ମୂଳ ଲକ୍ଷ୍ୟ ହେଲା। ଯେନ୍ଟାକି ଆମର ସମାଜକେ ବର୍ଗୀକରଣ କରି ଦିଆଯାଇଛେ, ଯେନ୍ଟାକି ଆମର ପାପ ପବିଆ ଦଲ ବୋଲି କରି ଦିଆଯାଉଛେ। ଆଉ ସେଟା ସରକାରଙ୍କ ମାଧ୍ୟମରେ ST SC ଜେନେରାଲ କରି ଦିଆଯାଉଛେ। ଏଟାକେ ଆମର ବର୍ଜନୀୟ କରିକିରି ଯେନ୍ଟା ପ୍ରକୃତ ଆମର ଅଧିକାର ଆମର ଗର୍ବ ସେଟା ସରକାରକେ ଆମେ ଦାବି କରୁଛୁ। ଆମର ଅଧିକାର ଆମର ସ୍ୱାଭିମାନକେ ଫେରାବାର ଲାଗି।